ଚାଲନ୍ତୁ ପ୍ରସ୍ତୁତ କରିବା ମହୁରାଳି ମାଛର ହଳଦୀ ପାଣି। ଆପଣ ଏହାକୁ ମାଛ ସନ୍ତୁଳା କହିପାରିବେ ବା ହଳଦୀ ପାଣି ବି କହିପାରିବେ। ପ୍ରଥମେ ଏହି ମହୁରାଳି ମାଛକୁ ଭଲ ଭାବେ ଧୋଇ ସେଥିରେ ହଳଦୀ ଲୁଣ ଗୋଳେଇକି ରଖିଦେବେ। କଡ଼େଇ ଗରମ କରି ସେଥିରେ ସୋରିଷ ତେଲ ପକାଇ ସୋରିଷ ଟିକେ ଫୁଟେଇ ଦେଇ ମାଛ ପକାଇଦେବେ। ଆଉ ଚାରିଆଡ଼ ଖେଳେଇଦେବେ ଯେମିତି ମାଛ ନ ଭାଙ୍ଗିବ। ଦେଖନ୍ତୁ ଏଇଭଳି ଭାବେ ଗୋଟି ଗୋଟି କରି ମାଛ ଭାଜିଦେବେ। ଥାଳିଆକୁ କାଢ଼ିକି ରଖିଦେବେ। ତାପରେ ଦେଖନ୍ତୁ ନେଇଯିବେ କିଛି ଛେଚା ରସୁଣ, କଟା ପିଆଜ, କଟା ଟମାଟୋ ଆଉ କଟା କଞ୍ଚା ଲଙ୍କା। ତାପରେ ପରିବାରେ ନେଇଯିବେ ଆଳୁ, ସଜନା ଛୁଇଁ, ଫୁଲକୋବି, ଭେଣ୍ଡି ଆଉ ବାଇଗଣ ଆଉ ଜହ୍ନି ତ ନଥିଲା ମୋ ପାଖରେ, ଆପଣ ଯେକୌଣସି ପରିବା ନେଇପାରିବେ। ତାପରେ କଡ଼େଇରେ ସୋରିଷ ତେଲ ଗରମ କରି ପଞ୍ଚୁ ଫୁଟଣ, ଛେଚା ରସୁଣ, କଟା ପିଆଜ, କଞ୍ଚା ଲଙ୍କା ପକାଇ ଟିକେ ଖରଡ଼ି ଦେବେ। ତାପରେ ପକାଇଦେବେ ଆଳୁ ଆଉ ଫୁଲକୋବି, ଯେହେତୁ ଆଳୁ ଆଉ ଫୁଲକୋବି ସିଝିବାକୁ ଟିକେ ଟାଇମ୍ ଲାଗେ। ତାପରେ ସଜନା ଛୁଇଁ ଆଉ ତାପରେ ଗରମ ପାଣି ଦେଇଦେବେ। ଆଉ ପାଣି ଫୁଟିଗଲା ପରେ ପକାଇଦେଲି ହଳଦୀ ଆଉ ଲୁଣ। ତାପରେ ପାଣି ଫୁଟିଗଲା ପରେ ସେଥିରେ ପକାଇଦେଲି ଭେଣ୍ଡି ଆଉ ବାଇଗଣ। ଆଉ ତାପରେ ପକାଇଦେଲି ଟମାଟୋ, ମାଛ ଭଜା ଆଉ ଓଉ। ଏଇ ହଳଦୀ ପାଣି ସାଥିରେ ଗରମ ଗରମ ଭାତ ଖାଇବେ, ବହୁତ ଟେଷ୍ଟି ଲାଗିବ। ଆଉ ଅତି ସହଜ ଉପାୟରେ ହେଇଯାଉଥିବାରୁ ହେଇଗଲା ଗରମା ଗରମ ହଳଦୀ ପାଣି।